श्रीमद्भागवत प्रथम स्कंद सप्तमोऽध्याय। सौनिक उवाच। व्यासଙ୍କୁ ଛାଡ଼ି ଗଙ୍ଗା କୂଳେ ନାରଦ ଗଲେ ଯେତେବେଳେ ଚିତ୍ତ ସଂଶୟ ଯେତେ ଥିଲା ନାରଦ ବାକ୍ୟ ଦୂର ଗଲା ସେ ସର୍ବଗୁଣେ ଅଧିକାରୀ ନାରଦ ବାକ୍ୟ ଚିତ୍ତେ ଧରି ପୁଣି କି କଲେ ପୁଣ୍ୟ ଦେହା କହ ଆମ୍ଭକୁ ଯେବେ ଦୟା ଏମନ୍ତ ମୁନିଙ୍କ ପ୍ରସନ୍ନେ କୃଷ୍ଣ ମହିମା ଗୁଣି ମନେ। ସୁତ ଉବାଚ। ସୁତ କହନ୍ତି ତଥା ଚିତ୍ତେ ମୁନିଜନଙ୍କର ଗ୍ରତେ ସେ ବ୍ରହ୍ମ ନଦୀର ପଶ୍ଚିମେ ଆଶ୍ରମ ସମ୍ୟାପ୍ରାସ ନାମେ ତହିଁ ଅଶେଷ ମୁନିଜନ ଏଣୁ ଅନେକ ଯଜ୍ଞ ସ୍ଥାନ ମଧ୍ୟେ ବଦରୀ ବନ ନାମ ବ୍ୟାସଙ୍କ ନିୟତ ଆଶ୍ରମ ସେ ବନେ ସରସ୍ୱତୀ ଜଳେ ସ୍ନାହାନ ସାରି ପ୍ରାତ କାଳେ କୃଷ୍ଣ ମହିମା ଚିନ୍ତି ମନେ ମୁନି ବସିଲେ ଯୋଗ ଧ୍ୟାନେ ନିର୍ମଳ ମନେ ଧ୍ୟାନ କରି ତକ୍ଷଣେ ପ୍ରଭୁ ନର ହରି ମାୟା ସଂଯୋଗେ ହେଲେ ଦୃଶ୍ୟ ଯେ ଯୁବେ ପୁରାଣ ପୁରୁଷ ସେ ମାୟା ତ୍ରିଗୁଣେ ଜଡ଼ିତ ଅଜ୍ଞାନେ ଜୀବ ମୋହଗ୍ରସ୍ତ ଅସତ୍ୟ ସତ୍ୟ ପ୍ରାୟ ମଣେ ଆତ୍ମାର ଗତି ନ ପ୍ରମାଣେ ତାହାଙ୍କୁ ଉଦ୍ଧାରିବା ଅର୍ଥେ ଶ୍ରୀକୃଷ୍ଣ ଭକ୍ତି ଯୋଗେ ପଥେ ରଚିଲେ ଭାଗବତ ବାଣୀ ଏ ଜୀବ ତରେ ଯାହା ଶୁଣି ଭକତି କଲେ କୃଷ୍ଣ ପାଦେ ନ ପଡ଼େ ଲୋକ ମୋହ ବାଦେ ସଂହିତା କରି ହରି ବାଣୀ ଶୋଧନ କରି ତାକୁ ପୁଣି ସ୍ୱଭାବେ ତାଙ୍କ ନିଜ ସୁତେ ହରଷ ଦେଲେ ଭାଗବତେ ବିଶେଷ ଗୋବିନ୍ଦ ପ୍ରସନ୍ନେ ମାୟା ନ ଲାଗେ ଯାର ମନି ଏମନ୍ତ ସତ୍ୟ ବାକ୍ୟ ଶୁଣି ମୁନି ସକଳେ ମନେ ଗୁଣି ମନ ସଂଶୟ ଖେଦ ବହି କହନ୍ତି ସୁତ ମୁଖ ଚାହିଁ ସୌନିକ ଉବାଚ। ମାୟା ନ ଲାଗେ ଯାର ଚିତ୍ତେ କି ପ୍ରୟୋଜନ ତାର ଗ୍ରନ୍ଥେ ସୁଖ ସ୍ୱଭାବେ ଆତ୍ମରାମ ତାହାର ଗ୍ରନ୍ଥେ କି ପାଶର୍ମ କାହାର ଅର୍ଥେ ବ୍ୟାସ ସୁତ ଅଭ୍ୟାସ କଲେ ଭାଗବତ ନିର୍ଲେପ ଯୋଗୀ ସେ ଜଗତେ ସଂଶୟ ଲାଗେ ଆମ୍ଭ ଚିତେ ଶୁଣି ସଂଶୟ ମୁନି କଥା କହନ୍ତି ସୁତ ବ୍ରହ୍ମବେତା। ସୁତ ଉବାଚ। ସ୍ୱଭାବେ ମୁନିଙ୍କର ଚିତେ ଗ୍ରନ୍ଥନେ ନୁହଁଇ ଗ୍ରନ୍ଥିତ ତଥାପି ଅଙ୍କିଚନ ପଣେ ଭଜନ୍ତି ଗୋବିନ୍ଦ ଚରଣେ ଯେଣୁ ସକଳ ଭୂତେ ହରି ପରମାନନ୍ଦ ରୂପେ ପୁରୀ ତେଣୁ ଭକ୍ତି ଯେ ଅତିରେକ କହନ୍ତି ଏକ କୁଆରେକ ସେ ସୁକ ମୁନି ଶୁଦ୍ଧ ଚେତା ନିତ୍ୟ ଅଭ୍ୟାସ କୃଷ୍ଣ କଥା ଭକତ ଜନ ପୁଣ୍ୟ ଅର୍ଥେ ତାହାଙ୍କ ଜନ୍ମ ଏ ଜଗତେ ଏବେ ହୋ ଶୁଣ ବିପ୍ରଜନେ ହରିଚରିତ ସାବଧାନେ ଭକତ ପରୀକ୍ଷିତ କଥା ପଣ୍ଡୁତ ନୟଙ୍କ ବ୍ୟବସ୍ଥା କୁରୁ ପାଣ୍ଡବ ଯୁଦ୍ଧେ ଅର୍ଥେ ବୀରେ ମିଳିଲେ ବୀର ପଥେ ଭୀମର ଗଦାଘାତ ବାଜି ଦୁର୍ଯ୍ୟୋଧନର ଜାନୁ ଭାଜି ପଳାଇ ଗଲା ପ୍ରାଣ ଡରେ ପଶିଲା ବ୍ୟାସ ସରୋବରେ ଏମନ୍ତେ ହୋଇଲା ରଜନୀ ଭୟେ ମିଳଇ କୁରୁମଣି କାନ୍ଦଇ ଜୀବନ ବିକଳି ଦ୍ରୋଣ ନନ୍ଦନ ଦେଖି ଡୋଳେ କହଇ ରାଜା ମୁଖ ଚାହିଁ ମୋତେ ନ ବରିଲୁ ଯେ ତୁହି ଯୁଦ୍ଧେ ସକଳ ବୀର ମାରି ଏ ଭୂମି ଅପାଣ୍ଡବ କରି ତୋତେ ବସାନ୍ତି ରାଜକୂଳେ ଅଖଣ୍ଡ ଅବନୀ ମଣ୍ଡଳେ ଶୁଣି କହଇ ନୃପବର ଏବେ ତୁ ନିପାଣ୍ଡବ କର
ଏବେ କରିଲି ସେନାପତି ଫେଡ଼ ତୁ ମୋହର ଦୁର୍ଗତି। ଏମନ୍ତ କହି ଅନ୍ଧବଳା ତାହାର ହସ୍ତେ ଜଳ ଦେଲା। ଦ୍ରୋଣକୁ ମର ବେଗେ ଉଠି ଧନୁକୁ ଧରି ଦୃଢ଼ ମୁଷ୍ଟି। ମନ୍ତ୍ରୀଣ ନାରାଜ ବେଶିଲା ପାଣ୍ଡବ ଗୃହେ ସେ ପଡ଼ିଲା। ଦ୍ରୌପଦୀ ପଞ୍ଚ ସୁକୁମାରେ ଶୋଇ ଯେ ଥିଲେ ଅନ୍ତପୁରେ। ପଡ଼ି କାଟିଲା ତାଙ୍କ ଶିର ଶବଦ କଲା ମହାଘୋର। ଶୁଣି କମ୍ପିଲେ ଦିଗପାଳ ପୁରିଲା ଭୂମି ଅନ୍ତରାଳ। ଅତି ଅନୀତି କର୍ମ କଲା ବିଧାତା ବଳେ ଦ୍ରୋଣ ବଳା। ଦ୍ରୌପଦୀ ଶୟନ ଉପେକ୍ଷୀ ପୁତ୍ର ମରଣ ଦେଖି ଦୁଃଖୀ। ବିକଳେ କରଇ ରୋଦନ ତାପାସେ ଥିଲା ଯେ ଅର୍ଜୁନ। ଅନେକ ଶାନ୍ତ ବାକ୍ୟ କହି କହେ ଦ୍ରୌପଦୀ ମୁଖ ଚାହିଁ। ଦ୍ରୋଣକୁ ମର ଶିର ବାଣେ କାଟି ସ୍ଥାପିବି ତୋ ଚରଣେ। ତେବେ ହରିବି ତୋର ସୁଖ ତୁ ଏବେ ସ୍ଥିର ଚିତ୍ତ ଦେଖ। ଏମନ୍ତେ ମଧୁର ବଚନେ ଶାନ୍ତି କରାଇ ତାର ମନେ। ଯାର ସାରଥି ଭଗବାନ କେତାରେ କରେ ଅପମାନ। ଗାଣ୍ଡିବ ଧନୁ ଧରି ହସ୍ତେ ବସିଲା କପିଧ୍ୱଜ ରଥେ। ବେଗେ ଧାଇଲା ସଜ ହୋଇ ଦେବେ ଗଗନେ ଛନ୍ଦି ଚାହିଁ। ଅର୍ଜୁନ ଦେଖି ଦ୍ରୋଣ ବଳା କାତର ହୃଦୟ କମ୍ପିଲା। ବେଗେ ପଳାଇ ଭୂମି ଗନ୍ତେ ପଶିଲା ଗହନ ବନସ୍ତେ। ପଶି ପଳାଏ ଘୋର ବନେ ଅନ୍ଧକ ରୁଦ୍ର ଡରେ ଯେହ୍ନେ। କାତରେ ଚାରି ଦିଗ ଚାହିଁ ତାର ରକ୍ଷକ ଅଛି କାହିଁ। ତକ୍ଷଣେ ଜଳେ ସ୍ନାନ କରି ବ୍ରହ୍ମଅସ୍ତ୍ରକୁ ଯେ ସୁମରି। ସଂହାର ନ ଜାଣି ତାହାର ପେଶିଲା ଅର୍ଜୁନ ଉପର। ସ୍ୱଭାବେ ବ୍ରହ୍ମରାଶି ନାମ ବିରାଜେ ତେଜେର ବିଷମ। ତାର ପ୍ରଚଣ୍ଡ ରୂପ ଚାହିଁ କମ୍ପଇ ଅର୍ଜୁନର ଦେହି। ଶସ୍ତ୍ରର ତେଜେ ଭୟ କଲା ଗୋବିନ୍ଦ ମୁଖକୁ ଚାହିଁଲା। ପଡ଼ିଅ ଭୟ ପାଦ ତଳେ କହଇ ଜୀବନ ବିକଳେ। ହେ କୃଷ୍ଣ କୃଷ୍ଣ ଯୋଗେଶ୍ୱର ଶରଣ ଜନଙ୍କ ସୋଦର। ସଂସାର ଦୁର୍ଜନ ଦହନ ଭୟ କରନ୍ତି ତୋତେ ଜନ। ଯାହାକୁ ଦେଉ ମୋକ୍ଷ ଗତି ଅଭୟ ବ୍ରହ୍ମେ ସେ ବସନ୍ତି। ଆଦି ପୁରୁଷ ନିରଞ୍ଜନ ପ୍ରକୃତି ପରେ ତୁ କାରଣ। ଏ ଜୀବ ଲୋକେ ତୋର ମାୟା ତୁଟଇ ଯାରେ କରୁ ଦୟା। ଏ ଯେ ତୋହର ଅବତାର ଖଣ୍ଡିବ ବନିର ଭାର। ତୋରେ ଶରଣେ ଯେ ପଶଇ ସଂସାର ତାକୁ ନ ଲାଗଇ। ଏଣୁ ତୋହର ଗତି ମୁହିଁ ତୋ ମାୟା ବଳେ ନ ଜାଣଇ। ଏ ଯେ ଧାମଇ ବ୍ରହ୍ମସର ତେଜେ ଆଚ୍ଛାଦିତିନି ପୁର। ସ୍ୱଭାବେ ପ୍ରଚଣ୍ଡ ଦାରୁଣ ଦେଖି କମ୍ପଇ ମୋର ପ୍ରାଣ। କହ କି କରିବି ଗୋସାଇଁ ତୋ ବିନୁ ଅନ୍ୟ ଗତି ନାହିଁ। ଅର୍ଜୁନ ବାକ୍ୟ ଶୁଣି ହସି କହନ୍ତି ପ୍ରଭୁ ବ୍ରହ୍ମରାଶି। ଶ୍ରୀ ଭଗବାନ ଉବାଚ ଜୀବନ ଡରେ ଦ୍ରୋଣ ବଳା ଅତି ମାନୁଷ କର୍ମ କଲା। ମନ୍ତ୍ର ନ ଜାଣଇ ସଂହାରେ ବେଗେ ପେଶିଲା ପ୍ରାଣ ଡରେ। ଏହା ନିବାରେ ଶସ୍ତ୍ର ନାହିଁ କେହି ନ ଜାଣେ ଦେହ ବହି। ତୁ ଯେ ସକଳ ମନ୍ତ୍ର ଜାଣୁ ଚଞ୍ଚଳ ଚିତ୍ତେ ନ ପ୍ରମାଣୁ। ସୁତ ଉବାଚ ଶୁଣି ଗୋବିନ୍ଦ ମୁଖୁ ବାଣୀ ଅର୍ଜୁନ ମନେ ମନେ ଗୁଣି। ତକ୍ଷଣେ ଆଚମନ ସାରି ମନେ ସୁମରି ନରହରି। ଦ୍ରୋଣଙ୍କ ତହୁଁ ଅଛି ଜାଣି ଭାବେ କହିଲେ ଚକ୍ରପାଣି। ବ୍ରହ୍ମସରକୁ ବ୍ରହ୍ମସର ଶୂନ୍ୟ ପେଶିଲା ବୀରବର। ଗଗନ ମାର୍ଗେ ବେନିସରେ ଭୂମି ଆକାଶ ଅଭ୍ୟନ୍ତରେ। ଅକ୍ର ନଳ ପ୍ରାୟ ଦିଶି ବଢ଼ିଲା ଦଶ ଦିଶ ଗ୍ରାସୀ। ସେ ବେନି ଶସ୍ତ୍ର ତେଜ ରାଶି ପ୍ରଳୟା ନଳ ପ୍ରାୟ ଦିଶି।
दहिला प्राय त्रिभुवन ता देखी चकित अर्जुन। कृष्ण कहिले सुन वीर शस्त्रे जे शस्त्रको संहार। तहु कहिले चक्रपाणी तक्षणे संहरिले आणी। रथ ओह्लाई महारोषे धइले अश्वत्थामा केशे। प्रचंड रूपे शिर झुणी आकर्षी पातिला धरणी। करचरण तनु छन्दे बेगे बांधिला मालबन्धे। चरण पाश कुसुमरी पशुंक प्राय बन्दी करी। रथ दण्डरे बांधि आणी देखि कहन्ति चक्रपाणी। ए ब्रह्म बन्धु ब्रह्मद्रोही एहाँको दण्डे न थोई। मने तू अन्य न विचारी बेगे हार प्राण हर। निर्दोष बालक शयने थिले जे मुद्रित लोचने। ए नाश कला तांक प्राण एबे कहिबा पार्थ शुण। मत प्रमत उन्नमत बाळ बनिता निद्रागत। शरणागत रथहीन संग्रामे देखि रिपुजन। एहाँको बध जे करन्ति जीवन थाउ से मरन्ति। पर जीवन मारि आणी आत्माको पोषे जेउ प्राणी। तार मरणे हुए पुण्य वेद कहन्ति विप्रजन। तुझे द्रौपदी आगे रही प्रतिज्ञा कलु देह बही। कहिलु न कान्द सुन्दरी तोर रिपुको मुहि धरी। ताहार शिर काटी बेगे स्थापिबी तोर पाद जुगे। मुहि जे शुणिअछि एहा एबे रखिलु करि दया। बेगे हार प्राण हर निमिषे विलम्ब न कर। ए पापिया तताई नर बालक हन्ताए तुम्भर। ଯାହା ଆଶ୍ରୟ ଭୋଗ କଲା ତାର ବିପଦ ଏ ଚିନ୍ତିଲା। ଏଣୁ ଯେ ଗଣା ପଶୁ ଗଣେ ନିତ୍ୟ ବଞ୍ଚଇ ଘୋର ବନେ। ଏମନ୍ତ ଧର୍ମ ପରିଛନେ କୃଷ୍ଣ କହିଲେ ନାନା ଜ୍ଞାନେ। ଅର୍ଜୁନ ନ ଶୁଣଇ ତାହା ଗୁରୁପୁତ୍ରଙ୍କୁ କରି ଦୟା। ତକ୍ଷଣେ ଉଠି ବୀର ପାର୍ଥ ବନ୍ଧନ କରି ଗୁରୁପୁତ୍ର। ଦ୍ରୌପଦୀ ଆଗେ ନେଇ ଦେଲା ତାରିପୁ ସମ୍ଭାଳ ବୋଇଲା। ଦ୍ରୌପଦୀ ତାର ମୁଖ ଚାହିଁ ତକ୍ଷଣେ ଚିତ୍ତେ ଦୟା ବହି। ପୁତ୍ରଙ୍କ ମୃତ୍ୟୁ ହେତୁ ଏତ ସ୍ୱଭାବେ ଦ୍ରୋଣ ଗୁରୁ ସୁତ। ଅନ୍ତରେ ନମସ୍କାର କଲା ଅର୍ଜୁନ ମୁଖକୁ ଚାହିଁଲା। ବୋଇଲା ବେନି କର ଯୋଡ଼ି ବନ୍ଧନ ଦିଅ ବେଗ ଫେଡ଼ି। ସ୍ୱଭାବେ ବିପ୍ର ଗୁରୁଜନ ବିଶେଷ ଦ୍ରୋଣଙ୍କ ନନ୍ଦନ। ରହସ୍ୟ ଧନୁ ବେଦ ଗ୍ରାମ ବିସର୍ଗ ସଂହର ସଙ୍ଗମ। ସକଳ ଅସ୍ତ୍ରଶସ୍ତ୍ର କଲା ସେ ଗୁରୁ ରୂପେ ଶିକ୍ଷା ଦେଲା। ସେହି ଯେ ପୁତ୍ର ରୂପେ ଜାତ ଆତ୍ମକୁ ଆପଣା ସମ୍ଭୂତ। ସମୀର ତହୁଁ ଅଧେ ଘେନି ଜଗତେ ହାର ଜନନୀ। ଏ ତୋର ଧର୍ମ ଗୁରୁକୁଳ ଏହାକୁ ଭଲେ ପ୍ରତିପାଳ। ଏହାର ଗୌତମୀ ଯେ ମାତା ସେ ପୁଣ୍ୟବତୀ ପ୍ରତିବ୍ରତା। ରୋଦନ ନ କରୁ ଯେ ଦୁଃଖେ ମୋହରି ପରି ପୁତ୍ର ଶୋକେ। କ୍ଷତ୍ରିୟ ଯେବେ ମୂଢ଼ପଣେ କୋପେ କରଇ ବିପ୍ରଜନେ। ସେ କୋପେ ନିଜ କୁଳ ଦେହେ ଏଣୁ ଏ ବିପ୍ରଶିଂସା ବହେ। ଶ୍ରୀସୁତ ଉବାଚ ଦ୍ରୌପଦୀ ଧର୍ମନିଷ୍ଠା ବାଣୀ ହରଷେ ଯୁଧିଷ୍ଠିର ଶୁଣି। ମୌନେ କିଛି ନ କହିଲେ ସେ ଧର୍ମେ ଅନ୍ତରେ ଜାଣିଲେ। ଶୁଣି ସକଳ ସହଦେବ ସତ୍ୟକି ଅର୍ଜୁନ ପାଣ୍ଡବ। ଦେବକୀ ପୁତ୍ର ଆଦି କରି କୁନ୍ତି ସମେତ ଯେତେ ନାରୀ। ସେଠାରେ ଯେତେ ଜନ ଥିଲେ କଥା ସମର୍ଥନ କଲେ। ଏହାଙ୍କ ମଧ୍ୟେ ଭୀମସେନ କ୍ରୋଧରେ ବୋଲଇ ବଚନ। କୋପେ ଅନାଇ କୃଷ୍ଣ ମୁଖେ କହଇ ଅତି ମନ ଦୁଃଖେ। ତୀକ୍ଷଣ ଖଡ୍ଗେ କାଟି ଶିର ଏହାକୁ ନରକୁ ଉଦ୍ଧର। କି ପ୍ରୟୋଜନେ କିସ ଅର୍ଥେ ପାପୁ ତରିବ କେମନ୍ତେ। ଶୟନେ ଶିଶୁ ବଧ କଲା ସ୍ୱଭାବେ ବଞ୍ଚୁ ବଞ୍ଚୁ ମଲା। ଦ୍ରୌପଦୀ ତୁଲେ ଚକ୍ରପାଣି ଏ ଧର୍ମ ଭୀମ ମୁଖୁ ଶୁଣି। ଅଳପ ହସି ଭାବଗ୍ରାହୀ କହନ୍ତି ଅର୍ଜୁନକୁ ଚାହିଁ। ଶ୍ରୀ ଭଗବାନୁବାଚ
ମରଣ ଉଚିତ ଏହାର ୟାକୁ ନ ରଖ ବୀରବର। ଯେ ଆତ ତାଇ କର୍ମ କରେ ଅଧର୍ମ ଯୁଦ୍ଧେ ଶସ୍ତ୍ର ଧରେ। ଜୀବନ ଥାଉ ସେ ମରନ୍ତି ଅନ୍ତେ ସେ ନରକେ ପଡ଼ନ୍ତି। ଏବେ ମୋହର ବୋଲ କର ଯେ ଧର୍ମ ଉଚିତ ଏହାର। ଦ୍ରୌପଦୀ ପୁତ୍ର ଶୋକେ ବେଳେ ତୁ ଯେ କହିଲୁ ଅବହଳେ। ତୋହର ପୁତ୍ର ଶତ୍ରୁ ମାରି ଶିରେ ଚରଣେ ପୂଜା କରି। ଖଣ୍ଡିବ ପୁତ୍ର ଶୋକ ତେବେ ମୋର ବଚନ କର ଏବେ। ଶସ୍ତ୍ରେ ହାର ତେଜ ହର ଜୀବନ ମୃତ ପ୍ରାୟ କର। ଆସ୍ତେ ଲାଞ୍ଛନେ ବିହରୁ ଏବେ କେବେ ହେନ ମରୁ। ଶୋକ ନ ଥାଉ କୃଷ୍ଣ ଚିତେ କଥା କର ଭୀମ ମତେ। ଏକଥା ମୋହର ସମତ ଶୁଣି ଅର୍ଜୁନ କୃତ୍ୟ। ତକ୍ଷଣେ ଉଠି କୋପ ଭରେ ତୀକ୍ଷଣ ଖड्ग ଘେନି କରେ। କେଶ ଧଇଲା ବାମ ହସ୍ତେ ମଣିଏ ଥିଲା ତାର ମାଥେ। ଖड्ग ଯେ ଘେନି ଦୃଢ଼ ମୁଷ୍ଟି ମଣିଷ ହିତ ଶିଖା କାଟି। ଆଣି ସ୍ଥାପିଲା ବାହୁବଳେ ଦ୍ରୌପଦୀ ଦେବୀ ପାଦ ତଳେ। ତକ୍ଷଣେ ବନ୍ଧନ ଫେଡ଼ିଲା ଦ୍ରୌପଦୀ ତା ମୁଖ ଚାହିଁଲା। ବାଳକ ହତ୍ୟା ଦୋଷେ ଛନ ମଳିନ ଦିଶେ ତା ବଦନ। ମଣି ହରଣେ ତେଜ ଗଲା ନଗରୁ ବେଗେ ପଳାଇଲା। ବେଶ ବିବେଶ କରି ହରି ତାକୁ ବାହାର ଦେଶୁ କରି। ବ୍ରାହ୍ମଣ ପ୍ରାୟେ ହି ମତେ ମରଣ ଲଭନ୍ତି ଜୀବନ୍ତେ। ଦ୍ରୋଣକୁ ମରେ ସାତି ଦେଲେ ଜ୍ଞାତି ବାନ୍ଧବ ରୁଣ୍ଡ ହେଲେ। ସର୍ବେ ଆକୁଳ ପୁତ୍ର ଶୋକେ ବାଳକେ ଘେନି ଏକେ। ଦହନ କଲେ ଦୁଃଖ ମନେ ଏବେ ହୋ ଶୁଣ ମୁନି ଜନେ। ସୁଜନ ହିତେ ଭାଗବତ ଭିଆଇ ରସମୟ ଗୀତ। ପ୍ରଥମ ସ୍କନ୍ଧେ ଭାଗବତେ ସୁଜନ ଜନଙ୍କର ହିତେ। ଅମୃତ କୃଷ୍ଣର ଚରିତ କହଇ ବିପ୍ର ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣ ପରମହଂସ୍ୟା ସଂହିତାୟ वैयासिक्या प्रथम स्कन्धे द्रोणदण्डे नाम सप्तमोऽध्यायः सम्पूर्णम्।